नमस्कार दर्शक बंधु। आज हूँ 7 मार्च 2025 शुक्रवार और आज मु आपणों नहीं आसी देश विदेशर किसी गुरुत्वपूर्ण खबर। तेणु चलतु सेगुड़िक उपरे नजर पकाइबा। नंबर 1, जस्टिस हरीश टंडन हेबे ओडिशा हाईकोर्टर मुख्य विचारपति। ओडिशा हाईकोर्टर मुख्य विचारपति हेबे जस्टिस हरीश टंडन। जस्टिस हरीश टंडन नियुक्ति नहीं सुप्रीमकोर्ट कलेजियम कोलकाता हाईकोर्टर विचारपति जस्टिस हरीश टंडन को ओडिशा हाईकोर्टर मुख्य विचारपति भाବରେ नियुक्ति पाई सुपारिश करिसेंती। न्याय प्रदान करिवारे तांकर व्यापक अभिज्ञता रहिछि। तांकु जणे दक्ष विचारपति भाବରେ विवेचना करा जाए एवं उच्च न्यायिक पदवी रे थिबा व्यक्तिंक पई आवश्यक उच्च स्तरर सचोटता एवं आचरण रहिछि। कलेजियम सर्वोच्च अदालतर वेबसाइट रे प्रकाशित तांको विवृत्ति रे कहिछि। नंबर 2, पार्किंसन समस्या को नहीं सफल मस्तिष्क अस्त्रोपचार ओडिशा रे प्रथम। सोवा परिचालित स्थानीय इंस्टीट्यूट ऑफ मेडिकल साइंस एंड सम हॉस्पिटल रे स्नायुजनित व्याधि पार्किंसन्स डिजीज समस्या रे दीर्घ वर्ष धरी पीड़ित थिबा जणे 36 वर्षीय महिलांक डीप ब्रेन स्टिमुलेशन डीबीएस माध्यम रे सफल मस्तिष्क अस्त्रोपचार करा जाइछि। नंबर 3, एसटीए डेप्यूटी कमिश्नरंक घरे विजिलेंस। कटक एसटीए डेप्यूटी कमिश्नरंक घरे विजिलेंस रेड। डेप्यूटी कमिश्नर प्रदीप महांतींक घरे हेउछि रेड। आय बहिर्भूत संपत्ति ठुड़ अभियोग रे एककालीन 9टी स्थान रे चढ़ाऊ करा जाइछि। भुवनेश्वर, खोर्धा, पुरी, नयागढ़ एवं कटक रे रेड हेउछि। नंबर 4, गंजाम रे हेबो 2टी बड़ रोड प्रकल्प। गंजाम जिले रे आगामी दिन रे 2टी बड़ रोड प्रकल्प हेबाकु जाउछि बोली छत्रपुर गस्त रे आसीथिबा आईन और अबकारी मंत्री पृथ्वीराज हरिचंदन गणमाध्यम को सूचना देइछंती। सोनापुर रु भाया गोपालपुर होई ऋषिकुलिया मुहान पाखापाखि 37 किलोमीटर पर्यंत मेराई ड्राइव रोड हेबो, जहाँकि टूरिस्ट को बूस्ट करिबा पाई गोटिए बड़ भूमिका ग्रहण करिबो। नंबर 5, शिशु अधिकार सुरक्षा आयोग अध्यक्षଙ୍କ सह 5 सदस्यଙ୍କୁ बहिष्कार कले सरकार। बड़ कार्यानुष्ठान नेले राज्य सरकार। राज्य शिशु अधिकार सुरक्षा आयोग अध्यक्षଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର। ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି। ଏଥିସହିତ ଆୟୋଗର 5 ଜଣ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ହୋଇଥିଲା। ଗତ ନଭେମ୍ବର ମାସରେ राज्य सरकार कारण दर्शाओ नोटिस जारी करथिले। ଏହା ବିରୋଧରେ ଅଧ୍ୟକ୍ଷା ଓ ସଦସ୍ୟ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ଆବେଦନ ଖାରଜ କରିବା ପରେ ଗୁରୁବାର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନମ୍ବର 6, ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଠାରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ ଲିଖନ, ରିପୋର୍ଟିଂ, ସମ୍ପାଦନା, ଡିଜିଟାଲ ଯୋଗାଯୋଗ ଓ ଲୋକ ସମ୍ପର୍କ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ନମ୍ବର 7, ଖରା ପାଇଁ ବଡ଼ ନିଷ୍ପତ୍ତି ନେଲା BMC। ପୂର୍ବାହ୍ନ 11 ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ। ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଉଛି ତାତି। ଖରା ଗରମରେ ଜଳୁଛି ଓଡ଼ିଶା। ସୋମବାର 37 ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ରାଜଧାନୀରେ ପାରଦ 35 ଡିଗ୍ରୀରେ ପହଞ୍ଚିଥିଲା। ଗତ କିଛି ଦିନ ହେଲା ଡହ ଡହ ଖରା ହେଉଥିବା ବେଳେ ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ତ୍ରାହି ତାହି ଡାକୁଛନ୍ତି। ଏ ବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ।
ବିଏମ୍ସିର ନିଷ୍ପତ୍ତି ଅନୁସାରେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ। ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ନମ୍ବର 8 ସାମ୍ନାକୁ ଆସିଲା 500 କୋଟିର ଦୁର୍ନୀତି। କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ଜାରି ରହିଥିବା ସମୟରେ ତଦନ୍ତ ସମୟରେ ସାଂଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। 100 କୋଟି ନୁହେଁ ବରଂ 500 କୋଟି ଟଙ୍କାର ହେରଫେର ହୋଇଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ। ରାଜା ଚକ୍ର ଦ୍ୱାରା ପରିଚାଳିତ ହେଉଥିବା ଟ୍ରାନ୍ସପୋର୍ଟ ଏଜେନ୍ସି ଅଧୀନରେ ପ୍ରାୟ 1400 ଗାଡ଼ି ରହିଥିବା ବେଳେ ସେହି ଗାଡ଼ିଗୁଡ଼ିକର ପଞ୍ଜୀକରଣ ସମୟରେ ମାତ୍ର 10ଟି ମୋବାଇଲ ନମ୍ବର ଦିଆଯାଇଥିବା ଜଣାପଡ଼ୁଛି। କେବଳ ସେତିକି ନୁହେଁ, ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଡିଜେଲ ପକାଇବା ଆଡ଼ରେ ମିଥ୍ୟା ବିଲ୍ କରି ପ୍ରାୟ 50 କୋଟି ଟଙ୍କା ଚଢ଼ୁ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ନମ୍ବର 9 ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଅନରାରୀ ଅର୍ଡର ଅଫ୍ ଫ୍ରିଡମ ଅଫ୍ ବାରବାଡୋଜ ପୁରସ୍କାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କଲା ବାରବାଡୋଜ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କଲା ବାରବାଡୋଜ। କୋଭିଡ-19 ମହାମାରୀ ସମୟରେ ଉତ୍ତମ ରଣନୈତିକ ନେତୃତ୍ୱ ଏବଂ ମୂଲ୍ୟବାନ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଷ୍ଠିତ ସମ୍ମାନଜନକ ଅର୍ଡର ଅଫ୍ ଫ୍ରିଡମ ଅଫ୍ ବାରବାଡୋଜ ପୁରସ୍କାରରେ ସମ୍ମାନିତ କରାଯାଇଛି। ବ୍ରିଜଟାଉନର ସରକାରୀ ଗୃହରେ ବାରବାଡୋଜ ରାଷ୍ଟ୍ରପତି ଡେମ୍ ସାଣ୍ଡ୍ରା ମାର୍ଶାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବାରବାଡୋଜ ବ୍ରିଜ ଟାଉନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ବୈଦେଶିକ ବ୍ୟାପାର ଏବଂ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗରେଟା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନମ୍ବର 10 ପିଏମ ମୋଦିଙ୍କୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ। ନାଜିମାନଙ୍କ ଉପରେ ବିଜୟ ହାସଲ କରିବାର 80 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ମେ ମାସରେ ମସ୍କୋଠାରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପୁଟିନ ପିଏମ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ପିଏମଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ରୁଷ ନିମନ୍ତ୍ରଣ କରିଛି। ନମ୍ବର 11 ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପ୍ରଧାନ ଓ ଆଲାଦିନଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଦିବ୍ୟାସାଙ୍କ ପ୍ରକଳ୍ପ ମଲ୍ଟିପର୍ପୋଜ କ୍ୟାରିୟର ଇନ୍ ଟୁ ହ୍ୱିଲର ଗତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ତାଙ୍କ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ସେହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଗୋଟିଏ ଛୋଟ ଗାଁରୁ ଜାପାନ ଭଳି ଦେଶରେ ଭାଗ ନେବାର ସୁଯୋଗ ପାଇଥିବାରୁ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ନମ୍ବର 12 14 ସୁନା ଇଟା ଜବତ ଘଟଣା। କନ୍ନଡ଼ ଅଭିନେତ୍ରୀ ତଥା କର୍ଣ୍ଣାଟକ ଡିଜିପି କେ ରାମଚନ୍ଦ୍ର ରାଓଙ୍କ ଝିଅ ରନ୍ୟା ରାଓଙ୍କୁ ସୋମବାର ରାତିରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଡିଆରଆଇ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦର କେଆଇଏରୁ ଗିରଫ କରିଛି। ଦୁବାଇରୁ ଆସିଥିବା ରନ୍ୟା 800 ଗ୍ରାମ ସୁନା ଅଳଙ୍କାର ସହ ତାଙ୍କ ଦେହର ବେଲ୍ଟରେ ଲୁଚାଇ ରଖିଥିବା 14 କେଜି ସୁନା ଇଟା ସହ ଧରା ପଡ଼ିଥିଲେ। ମଙ୍ଗଳବାର ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ରନ୍ୟାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ ଆଜି ଅପରାହ୍ନରେ ରାଜସ୍ୱ ଗୁଇନ୍ଦା ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉରେ 2.6 କୋଟି ଟଙ୍କାର ସୁନା, ନଗଦ 2.67 କୋଟି ଟଙ୍କା ଏବଂ କେତେକ ଦସ୍ତାବିଜ ଜବତ ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ନମ୍ବର 13 ମହାକୁମ୍ଭରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର।
ପ୍ରୟାଗରାଜରେ 45 ଦିନ ଧରି ଚାଲିଥିବା ମହାକୁମ୍ଭର ସମାପନ ହୋଇସାରିଛି। ଏହି ପୂରା କାର୍ଯ୍ୟକ୍ରମରେ 66 କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପାଇଁ ବହୁ ପୁଲିସଙ୍କୁ ମୁତୟନ କରାଯାଇଥିଲା। ଏଥିସହିତ ବହୁ ଏଜେନ୍ସି ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ କାମ କରୁଥିଲେ। ମହାକୁମ୍ଭର 10 ଦିନ ପରେ ୟୁପି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି ଯେ କି ମହାକୁମ୍ଭ ସମୟରେ କୌଣସି ବଡ଼ ଅଘଟଣ ଘଟାଇବା ପାଇଁ ପ୍ରସ୍ତୁତ ଚଳାଇଥିଲା। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ପୂର୍ବରୁ ହିଁ ହିଷ୍ଟ୍ରି ସିଟର ଥିଲା ଯେ କି ଅନେକ ଥର ହତିଆର ଓ ହିରୋଇନ ତସ୍କରୀ ମାମଲାରେ ଜେଲ୍ ଯାଇଥିଲା। ନମ୍ବର 14 ଲଣ୍ଡନରେ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ। ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି। ଖାଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ। ଚଥାମ ହାଉସ ଥିଙ୍କ ଟ୍ୟାଙ୍କ କାର୍ଯ୍ୟକ୍ରମରେ ଜୟଶଙ୍କର ଯୋଗଦେଇ ଫେରିବା ସମୟରେ ଏଭଳି ଅପ୍ରୀତିକର ଘଟଣା ଘଟିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବ୍ୟକ୍ତି ଜଣକ ଏଭଳି ଆଚରଣ କରିବା ସମୟରେ ପୁଲିସ ନୀରବ ରହିଥିବା ଦେଖିବାକୁ ମିଳିଛି। ନମ୍ବର 15 ମହାକାଶରେ ଅନେକ ମାସ ଧରି ଫସି ରହିବା ପରେ ଫେରୁଛନ୍ତି ସୁନିତା ୱିଲିୟମ୍ସ। ନାସାର ଏଷ୍ଟ୍ରୋନଟ୍ ଓ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ଏବେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କ ସହ ମହାକାଶର ସାଥୀ ୱିଲମର ବୁଚ୍ ମଧ୍ୟ ଫେରିବେ। ସୁନିତା ଓ ୱିଲମର 9 ମାସ ଯାଏ ମହାକାଶରେ ଫସି ରହିଥିଲେ। ଏବେ 19 ମାର୍ଚ୍ଚରେ ନାସା ଦୁହିଁଙ୍କୁ ପୃଥିବୀକୁ ଆଣିବ। ଏହି ମିଶନରେ ସ୍ପେସ୍ ଏଜେନ୍ସି ସହ ଅଛି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ। ନମ୍ବର 16 ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ। କିମ୍ ଜଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ 8ଟି ବୋମା ପଡ଼ିବା ପରେ ବାୟୁସେନାର କାର୍ଯ୍ୟକଳାପକୁ ଦକ୍ଷିଣ କୋରିଆରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ KF-16 ଲଢୁଆ ବିମାନ ଆକାଶରେ ଉଡୁଥିବା ସମୟରେ MK-82 ମଡ୍ୟୁଲର 8ଟି ବୋମା ଦୁର୍ଘଟଣାବଶତଃ ବିମାନରୁ ତଳକୁ ଖସି ପଡ଼ିଥିଲା। ନମ୍ବର 17 କୋଟିପତି କରାଇଲା ମହାକୁମ୍ଭ। ଏକ ନାବିକ ପରିବାର ମହାକୁମ୍ଭରେ ସେମାନଙ୍କ ରୋଜଗାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପରିବାର ମହାକୁମ୍ଭ ସମୟରେ କେବଳ ଡଙ୍ଗା ଚଢ଼ାଇ 45 ଦିନରେ 30 କୋଟି ଟଙ୍କା ରୋଜଗାର କରିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ଉଲ୍ଲେଖ କରିଛନ୍ତି। ଏହି ନାବିକ ପରିବାର ପ୍ରୟାଗରାଜର ନୈନିର ଆରାଇଲର ବାସିନ୍ଦା। ପିଣ୍ଟୁ ମେହରା ତାଙ୍କ ମା ଶୁକ୍ଳାବତୀ ପରିବାରର ମୁଖିଆ ହୋଇଥିବା ବେଳେ ଓ ପରିବାରର 100ରୁ ଅଧିକ ସଦସ୍ୟ ଡଙ୍ଗାଚାଳନା ବ୍ୟବସାୟରେ ନିୟୋଜିତ ଅଛନ୍ତି। ମହାକୁମ୍ଭ ପରେ ପରିବାରରେ ଖୁସିର ପରିବେଶ ରହିଛି। ଏହି ପରିବାର ମହାକୁମ୍ଭରେ ଡଙ୍ଗା ଚଢ଼ାଇ 30 କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ସମସ୍ତଙ୍କୁ ଚକିତ କରିଛି। ନମ୍ବର 18 ଏବେ ଶସ୍ତାରେ ମିଳିବ ଏଲପିଜି ଗ୍ୟାସ୍ ସିଲିଣ୍ଡର। ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବୃଦ୍ଧି ହୋଇ ଚାଲିଛି। ବର୍ତ୍ତମାନ ଗୋଟିଏ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପାଖାପାଖି 1000 ଟଙ୍କା। ଏମିତିରେ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି। କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୁସି ଖବର ଆସିଯାଇଛି। କାରଣ ଆପଣ ବର୍ତ୍ତମାନ ଗୋଟିଏ ଗ୍ୟାସ୍ ସିଲିଣ୍ଡରକୁ ମାତ୍ର 633.50 ଟଙ୍କାରେ କିଣିବେ। ଆମେ ଯେଉଁ ସିଲିଣ୍ଡର ବିଷୟରେ କହୁଛୁ ସେଥିରେ ଗ୍ୟାସ୍ ଦୃଶ୍ୟମାନ ହୁଏ ଓ 14.2 କିଲୋଗ୍ରାମ। ଗ୍ୟାସ୍ ଭାରୀ ସିଲିଣ୍ଡର ଅପେକ୍ଷା ଏହା ହାଲୁକା ହୋଇଥାଏ। ଏହାକୁ କମ୍ପୋଜିଟ ସିଲିଣ୍ଡର କୁହାଯାଏ। ନମ୍ବର 19 ତିହାର ଜେଲରୁ ବାହାରିବେ ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାର। ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ତିହାର ଜେଲରୁ ମୁକୁଳିଛନ୍ତି। ଜୁନିୟର ରେସଲର ସାଗର ଧନଖଡ଼ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। 2 ଦିନ ପୂର୍ବେ ମଙ୍ଗଳବାର ମାର୍ଚ୍ଚ 4ରେ ରେସଲର ସୁଶୀଲ କୁମାର ହାଇକୋର୍ଟରୁ ଜାମିନ ପାଇଥିଲେ ଏବଂ ସେ ଗୁରୁବାର ଜେଲରୁ ମୁକୁଳିଛନ୍ତି। ନମ୍ବର 20
ସନ୍ନ୍ୟାସରୁ ଫେରିଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ। ଖେଳରେ ସନ୍ନ୍ୟାସ ଘୋଷଣା ଓ ପରେ ପ୍ରତ୍ୟାବର୍ତ୍ତନର ଅନେକ ଉଦାହରଣ ରହିଛି। ଏହି କ୍ରମରେ ଆଉ ଜଣେ ଭାରତୀୟ ଦିଗ୍ଗଜ ଖେଳାଳି ଏବେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଭାରତର ମହାନ ଫୁଟବଲର ତଥା ପୂର୍ବତନ କ୍ୟାପ୍ଟେନ୍ ସୁନୀଲ ଛେତ୍ରୀ ସନ୍ନ୍ୟାସରୁ ଫେରିଥିବା ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆର କ୍ୱାଲିଫିକେସନ୍ ହାସଲ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅଖିଳ ଭାରତୀୟ ଫୁଟବଲ ସଂଘ AIFF ଗୁରୁବାର ଏହି ଘୋଷଣା କରିଛି। ସୁନୀଲ ଛେତ୍ରୀ ଗତ ବର୍ଷ ଜୁନ୍ 6 ତାରିଖରେ କୁୱେତ ବିପକ୍ଷରେ ମ୍ୟାଚ୍ ପରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିୟରକୁ ବିରାମ ଦେଇଥିଲେ। ତେବେ ସୁନୀଲ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଇଣ୍ଟରନ୍ୟାସନାଲ ମ୍ୟାଚ୍ ୱିଣ୍ଡୋରେ ଉପଲବ୍ଧ ହେବେ।